ଜଗନ୍ନାଥ ମୋ ନାଁ ଆଲୋକ ଭୋଇ। এইটা ଆମ ପୁରୀ ମଙ୍ଗଳାହାଟରେ ଆମର ସିଦ୍ଧିବିନାୟକ ଗ୍ରୁପ ନାମକ ଏକ ଅନୁଷ୍ଠାନ ଅଛି। ଏଥିରେ କି ଆମେ କେବଳ ଚାନ୍ଦା ଫାନ୍ଦା କୋଉଠୁ ଆଦାୟ କରୁନା, ଆମେ ଆମ କେବଳ 15-20 ଜଣ ସାଙ୍ଗ ଭିତରେ ହିଁ ଆମେ ଏଇସବୁ କାର୍ଯ୍ୟ ମହାପ୍ରଭୁ ଯେମିତି ଆମେ ଆସି ଗଣେଶଙ୍କୁ ବସେଇବୁ, ଆମେ ପିପିଲିରୁ ମଧ୍ୟ ମୂର୍ତ୍ତି ଆଣିଥାଉ ଓ ସାଜଗାମ ଆମ ପୁରୀର ଯେମିତି ଅଛନ୍ତି ସବୁ ସାଜ କର୍ମଚାରୀ, ସିଏ ଆମର ସବୁ ସୋଲୋରେ ତାଙ୍କ ନିଜ ହାତରେ ସବୁ କାଟିକି ସବୁ 6 ମାସ ଆଗରୁ ଆମେ ତାଙ୍କୁ କହିଥିଲୁ, 6 ମାସ ତାଙ୍କ କଷ୍ଟ ପରିଶ୍ରମରେ ଏଇ ସାଜ କାମ ସବୁ ହୋଇଯାଇଛି। ହଁ, ପୁରୀରେ ତ ନିଆରା ମୂର୍ତ୍ତି, କାରଣ ସୋଲୋ କାର୍ଯ୍ୟ ଏ ବର୍ଷ କେଉଁଠି ହେଇନି। ଏ ବର୍ଷ ପ୍ରଥମ ଥର ଆମେ କରିଛୁ ସୋଲୋ କାର୍ଯ୍ୟ ପୁରୀରେ। ଓ ଆମର ମଧ୍ୟ ଯିଏ ସୋଲୋ କାରିଗର ଅଛନ୍ତି ଟୁନା ବୋଲି, ସିଏ 6 ମାସ ଆଗୁଆ ଆମେ ତାଙ୍କୁ କହିଥିଲୁ, 6 ମାସରେ ସିଏ ପୁରା 6 ମାସ ଲଗେଇକି ଏ କାର୍ଯ୍ୟଟା ପୁରା ସୋଲୋରେ ହାତରେ ସବୁ କାଟି କୁଟିକି କରିଛନ୍ତି। ସମାଜକୁ ତ ଏହା ଆମର ରହିବ କି କେବଳ ପ୍ରଭୁଙ୍କୁ କେହି ଆମେ ଯେଉଁ ବିକୃତି ନ କରନ୍ତୁ, ପ୍ରଭୁ ଯେମିତି ସେମିତି ହିଁ ବସାନ୍ତୁ। କାରଣ ପ୍ରଭୁଙ୍କର ସିକ୍ସ ପ୍ୟାକ୍ ନାହିଁ, କିଛି ନାହିଁ। ଗଣେଶ ମହାପ୍ରଭୁ ଯେମିତି ସେମିତି ହିଁ ବସେଇବାଟା ଭଲ, ତାଙ୍କୁ ଯେତେ ସଜେଇକି ବସେଇବେ ପ୍ରଭୁ ସେତେ ସୁନ୍ଦର ଦେଖେ। ମୋ ନାଁ ଅଭିଜିତ ପାତ୍ର, ମୁଁ ସିଦ୍ଧିବିନାୟକ ଗ୍ରୁପ୍ରେ ଏକ ଜଣେ ମେମ୍ବର। ଦେଖନ୍ତୁ, ଆମ ଗ୍ରୁପ୍ଟି ଦୀର୍ଘ 3 ବର୍ଷ ହେଲାଣି ୟୁନିକ୍ କରିବାରେ ପ୍ରଚେଷ୍ଟା ଚାଲିଛି। ଏଥର ବି କିଛି ୟୁନିକ୍ କରାଯାଇଛି। ପୁରୀ ସହରରେ ସୋଲୋ କାମ ବି ଆପଣ ଦେଖିନଥିବେ, ସୋଲୋ କାମ ଆମର ବି କରାଯାଇଛି। କିଛି ଦର୍ଶକମାନଙ୍କୁ, ଆମ ଦିଅଙ୍କର ଭକ୍ତମାନଙ୍କୁ କିଛି ୟୁନିକ୍ ଜିନିଷ ଦେଖିବାକୁ ଆମେ ଚେଷ୍ଟା କରୁଛୁ। ଆମେ ଆମ ଗ୍ରୁପ୍ ମେମ୍ବରମାନେ ବି ଆମେ ଅନୁଭୂତି କରୁଛୁ, ଆମେ ବି ଚେଷ୍ଟାରେ ସଫଳ ହୋଇଛୁ। କାହିଁକିନା ସମସ୍ତେ ଯିଏ ବି ଦର୍ଶକ ଦେଖୁଛନ୍ତି, ଭକ୍ତ ଆସି ଦେଖୁଛନ୍ତି, ସିଏ ବି ଆମକୁ ପ୍ରୋତ୍ସାହନ କରୁଛନ୍ତି ଆଗକୁ ବଢ଼ିବାରେ, କି ଆମକୁ ଆଗକୁ କିଛି ନୂତନ ଢଙ୍ଗରେ ମହାପ୍ରଭୁଙ୍କର ବେଶରେ କି ମହାପ୍ରଭୁଙ୍କର ମୂର୍ତ୍ତିରେ ନୂତନ ଆକାରରେ କିଛି ଆଗକୁ କରିବା ପାଇଁ। ଆଜିର ସମାଜକୁ ମୋର ଏତିକି ମେସେଜ ରହିବ ଯେ, ଆଜିର ଯୁବପିଢ଼ିମାନେ ଯେମିତି ମହାପ୍ରଭୁଙ୍କର ବିକୃତ ମୂର୍ତ୍ତିକୁ ବିକୃତ ଆକାରରେ ତିଆରି ପୂଜା କରୁଛନ୍ତି, ତାହା ନ କରନ୍ତୁ। କାହିଁକିନା ମହାପ୍ରଭୁ ହେଲେ ଆମ ସିଦ୍ଧିବିନାୟକ, ବିଘ୍ନ ବିନାଶକ। ମହାପ୍ରଭୁଙ୍କ ଆକାର ଯେମିତି, ମହାପ୍ରଭୁଙ୍କ ଯେମିତି ପୂଜା କରିବା ଢଙ୍ଗରେ ସେମିତି ପୂଜା କରନ୍ତୁ।